ସେଠୁ ଆପଣଙ୍କୁ ପୁଣି ଆଣିକି ଟିକେଟ୍ କାହିଁ ଦେଲେ? ତାପରେ ସେ ଗୋଟେ ପରିସ୍ଥିତି ସେ ମୋ ସହିତ କଥାବାର୍ତ୍ତା ହେଲେ ବହୁତ ଭଲ ପାଇଗଲେ। ମୁଁ ପୋଲିସ ପ୍ରେସିଡେଣ୍ଟ ହେଲି, ଜାନକୀ ଜଣେ ଲୋକ ଛିଡ଼ା ହେଇଥିଲେ, ହୁଁ ତାକୁ ଘରେ ପ୍ରେସିଡେଣ୍ଟ ହେଲି। ହାବିବୁଲ୍ଲା ଖାନ, ସ୍ୱର୍ଗୀୟ ହାବିବୁଲ୍ଲା ଖାନ ମତେ ନେଇକି ଜାନକୀଙ୍କୁ ମିଶାଇଲେ। ହୁଁ ଜାନକୀ ତୁ ମୋ ସାଙ୍ଗେ ରହିବୁ କିରେ, ବଦମାସି କରିବୁନି ତ? ନାଇଁ ଆଜ୍ଞା, କମିଟମେଣ୍ଟ ଲୋକ, ବଦମାସି କରିବୁନି, ମୋର ପୋଲିସର କାମ ଧାମ ଟିକେ କରିଦେବେ ଆଉ। ମୁଁ ଯେତେବେଳେ ଯାହା କହିଛି ପୋଲିସ ସିପାହୀ ହାବିଲଦାରଙ୍କ ପାଇଁ ଟିକେ କରିଛନ୍ତି, ହୁଁ ମୁଁ ସେଇଥିପାଇଁ ତାଙ୍କର ଆପଣଙ୍କୁ ତାପରେ ଟିକେଟ୍ ଦେଲେ? ମୁଁ ତାଙ୍କ ପାଇଁ ମାନେ ଜାନକୀ ଥିଲେ ମୋର ପରିସ୍ଥିତି ଭଲ ଥାନ୍ତା। ମୋତେ ଭଲ ଭାବରେ ଚିହ୍ନିଥିଲେ। ନରସିଂହ ମିଶ୍ର ମୋତେ ଭଲ ଭାବରେ ଚିହ୍ନିଥିଲେ। ସେ ଯେ ଅପୋଜିସନ୍ ଲିଡର ହେଇଛନ୍ତି ଆଜି, ବିଭିନ୍ନ ସମୟରେ ବିଭିନ୍ନ ଲୋକ ଆସନ୍ତି, ଆମେ ସମସ୍ତଙ୍କ ସହିତ ଆଡଜଷ୍ଟ ହେଇକି କାମ କରୁ। ସେ ଆପଣଙ୍କ ଭିତରେ ଆବିଷ୍କାର କଲେ ଇଏ ନେତା ହେଇପାରିବ, ହଁ, ଏଇଟା ଜାନକୀ ଆଉ ଚିହ୍ନି ପାରିଲେ? ନାଇଁ, ମୋତେ ଲୁଲୁ ମହାପାତ୍ର, ଜାନକୀ ବାବୁ ଏମାନେ ମୋତେ ଜବରଦସ୍ତ କଲେ କୋରାପୁଟରେ ଏନ୍ଏସିରେ ଚେୟାରମ୍ୟାନ୍ ହେବା ପାଇଁ। ମୁଁ କହିଲି ମୋତେ ଟିକେ ଭୋଟ ଦେବେନି, ମୁଁ ବହୁତ ମାରପିଟ କରିଛି, ଇଏ କରିଛି, ମୋତେ ଟିକେ ଭୋଟ ଦେବେନି, ମୁଁ ହେବିନି, ମୁଁ ରାଜନୀତି ପାରିବିନି, ମିଛ ସତ ଲଟ ପଟ ମୁଁ କହିପାରିବିନି। ଖୋଲା ଲୋକ, ଖୋଲିଦେବି। କୋଠେ କ'ଣ କହିଥିଲେ, କିଏ ଦେଇଥିବ ଚାଣ ପଇସା, ତା ନାଁରେ କହିଦେଇ ଦେଇଥିଲା ମୋତେ ଚାଣ ବୋଲି କହିଦେବି ଖବର। ନା ତୁ ପାରିବୁ? ନାଇଁ ଆଜ୍ଞା ବୋଲିକିରି ଆମେ କୋଣାର୍କରେ ମିଟିଂ ହେଉଥିଲା, କାଳିଆ ଜାନକୀ, ମୁଁ, ଲୁଲୁ ମହାପାତ୍ର, ଜାନକୀ ଗାଡ଼ିରେ ଯାଇଥିଲି। ସେ ବହୁତ ବୁଝେଇଲେ। ଆଇଲା ବେଳକୁ ଲୁଲୁ ବି ମୋତେ ବହୁତ ବୁଝେଇଲା। କାଳିଆ, ଲୁଲୁ ତ ନାହିଁ, ଜାନକୀ ଆଉ ନାହାନ୍ତି, କାଳିଆ ଅଛି, ଜାନକୀ ପଟ୍ଟନାୟକ, ତା ନାଁ ବି କାଳିଆ ଜାନକୀ। ମୁଁ ରାଜି ହେଲିନି, ପଲିଟିକ୍ସକୁ ଯିବିନି ବୋଲି। ତାପରେ ଯେ ଚେୟାରମ୍ୟାନ୍ ଏମିତି ଗୋଟେ ସିଚୁଏସନ୍ କ୍ରିଏଟ୍ ହେଲା। ମୁଁ ଜାନକୀକୁ କହିଲି ମୁଁ ରାଜନୀତିକୁ ଆସିବି ବୋଲି, ବହୁତ ଗାଳି କଲେ। ଚେୟାରମ୍ୟାନ୍ ହେଇଥାନ୍ତୁ, ଟିକେଟ୍ ନେଇଥାନ୍ତୁ, ବଦମାସ, ବେକାର କଥା ଗୁଡ଼ା କହୁଛୁ। ଠିକ୍ ଅଛି, ମୁଁ ଯିବି, ଗୋଟେ ମିଟିଂ କର। ମୋତେ କହିଲେ 2000 ଲୋକ ଜମା କରିବେ। ମୁଁ କିଏ, 2000 ଲୋକ କିଏ ଆସିବ ମୁଁ ଡାକିବ? ସେ ମୋ ବୋଉକୁ ଫୋନ୍ କଲେ। ମୋ ବୋଉ ସବୁ ଆରେଞ୍ଜମେଣ୍ଟ କରିକି ଆରମ୍ଭ ହେଲା। ଜାନକୀ ଆଉ ଘରେ ଆମର ପ୍ରସାଦ ସେବନ, ଆମ ଘରେ ତ ପ୍ରସାଦ ହୁଏ, ଆଇଁଷ ଫାଇଁଷ ଆମ ଘରେ ହୁଏନି। ସେ ଆପଣଙ୍କର ପଲିଟିକାଲ ଏଣ୍ଟ୍ରି ହେଲା। ଆଉ ଫାଷ୍ଟ ଏମଏଲଏ ଆପଣ ହେଲେ କୋରାପୁଟରେ 2000 ମସିହାରେ। 2000 ମସିହାରେ ମୋତେ 95ରେ ଟିକେଟ୍ ମୋ ପାଇଁ ଫାଇନାଲ ଥିଲା। ଗିରିଧାରୀ ଗମାଙ୍ଗ ଏମାନେ ଅନ୍ୟମାନେ ସବୁ ବିରୋଧ କଲେ, କରେଇ ପାରିଲେନି। ମୋତେ କହିଲେ ତୁ କଂଗ୍ରେସ ଛାଡ଼ିବୁନି। ମୁଁ ନାଇଁ, ମୁଁ କାହିଁ କଂଗ୍ରେସ ଛାଡ଼ିବି, ରହିଛି। ନେକ୍ସଟ ମୋତେ ଦେଇଥିଲେ ଗିରିଧାରୀ ଗମାଙ୍ଗ, ସେତେବେଳକୁ ତାଙ୍କ ସାଙ୍ଗରେ ବି ଭଲ ଆପଣଙ୍କର ଏବେ? ହଁ, ଗିରିଧାରୀ ଜଣେ ଭଦ୍ର ଲୋକ। ତ ଜୀବନ ଆପଣଙ୍କୁ କ'ଣ ଶିଖେଇଲା? ମୋ ଜୀବନ ମୋତେ ଶିଖେଇଛି ଯେ ମୃତ୍ୟୁ ହିଁ ସତ୍ୟ, ପରିବାର ଗୋଟେ ସମ୍ପତ୍ତି, ଆଉ ସବୁ ମିଥ୍ୟା। ଆଠରୁ ଭଳି ଆଉ ଭଲ ମୂଲ୍ୟବାନ ଶବ୍ଦ ବୋଧେ ଆଉ କିଛି ନାହିଁ। ମୃତ୍ୟୁ ହେଉଛି ସତ୍ୟ, ପରିବାର ହେଉଛି ସମ୍ପତ୍ତି। ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ତାରାବାଈଙ୍କ ନମସ୍କାର। ଆଜିର ଏହି ପଡକାଷ୍ଟରେ ଭାଗ ନେଇଥିବା।